ଜାନୁଆରୀ 22 ତାରିଖରେ ନୂଆ ରାମ ମନ୍ଦିରରେ ଯାହାକୁ ପ୍ରତିଷ୍ଠା କରାଯିବ ସେଇଟା ଅସଲି କି ନକଲି ତା ଉପରେ ଆଲୋଚନା ଆରମ୍ଭ। କଥା କଣ ଯେ 1949 ମସିହାରୁ ବିବାଦୀୟ ପୀଠରେ ଯେଉଁ ରାମଲାଲା ପୂଜା ପାଉଥିଲେ ତାଙ୍କ ପାଖରେ କଣ ଜୀବନ ନଥିଲା? ଯଦି ଜୀବନ ଥିଲା ତାହେଲେ ଦୀର୍ଘ 70 ବର୍ଷ ଧରି ଅଦାଲତରେ ଲଢେଇ କରି ଜିତାପଟ ହାସଲ କଲେ ଯୋଉ ରାମଲାଲା, ସେ ରାମଲାଲାଙ୍କୁ ନବନିର୍ମିତ ରାମ ମନ୍ଦିରରେ ଅଲୋଡା କରି ରଖି ଦିଆଯିବ। ତ ମୂଳ ଆସ୍ଥାନରେ ପ୍ରତିଷ୍ଠା ପାଇବାକୁ ଯାଉଥିବା ରାମଲାଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କରକମଳରେ ନବଜୀବନ ପାଇବେ। ତେର କଥା ହେଉଛି ଅସଲି ରାମଲାଲାଙ୍କୁ ଅଲୋଡା କରି ଦିଆଯିବ, ମୋଦୀଙ୍କ ରାମଲାଲାଙ୍କୁ ଜୀବିତ କରାଯିବ। ଏଟା ଗୋଟେ ପ୍ରହସନ ନୁହେଁ ତ କଣ? ଏଟା ହଉଛି ବିଜେପିର ଅହଙ୍କାର। ମୁଖ୍ୟ ଅଯୋଧ୍ୟା ମନ୍ଦିରରେ ମୂଳ ଆସ୍ଥାନର ଯିଏ ପୂଜା ପାଇବେ ସିଏ ହଉଛନ୍ତି ବିଜେପିର ଅହଙ୍କାର, ରାମଲାଲା ନୁହନ୍ତି। ନକଲି ରାମଲାଲା, ଯାହାକୁ କି ଆମେ ବିଜେପିର ଅହଙ୍କାର, ସଂଘ ପରିବାରର ଅହଙ୍କାର ବୋଲି କୁହାଯାଇପାରେ, ତା ବ୍ୟତୀତ ଆଉ କିଛି ନାହିଁ। ପ୍ରଶ୍ନ ଉଠୁଛି ଯେ ଯେଉଁ ରାମଲାଲାଙ୍କୁ ନବଜୀବନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ତା ପୂର୍ବରୁ କଣ ଦେଶରେ ରାମଚନ୍ଦ୍ର ପୂଜା ପାଉନଥିଲେ? ବିଜେପି କହୁଛି ରାମମୟ ହେଇଗଲା। କଣ ଏବେ ରାମମୟ ହେଲା? କାହିଁ କେଉଁ ଅମଳରୁ? ଭାରତ ବର୍ଷ କଣ ସାରା ପୃଥିବୀ ରାମମୟ। ଯୋଉ ଦିନ ଠାରୁ ବିଜେପି ବସିଛି, ଯାହାର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଜୀ, ତା ପୂର୍ବରୁ ଅଟଳ ବିହାରୀ ବାଜପେୟୀଜୀ ବିଜେପିର ନେତୃତ୍ୱ ନେଉଥିଲେ। ତ କେବଳ ବିଜେପିକୁ କେବଳ ଗୋଟିଏ ପ୍ରସଙ୍ଗ ମିଳିଛି, ରାମ ମନ୍ଦିର। ତ ଆମକୁ ଏତିକି ଦୁଃଖ ଲାଗୁଛି ଯେ ଜାନୁଆରୀ 22 ତାରିଖ ଦିନ ଯେଉଁ ରାମଲାଲାଙ୍କୁ ମନ୍ଦିରରେ ନବଜୀବନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ତାହା ଅସଲି ରାମଲାଲା ନୁହନ୍ତି। 75 ବର୍ଷୀୟ ରାମଲାଲାଙ୍କୁ ହତାଦର କରାଯାଉଛି। ତାଙ୍କ ସ୍ଥାନରେ ବିଜେପିର ଅହଙ୍କାରକୁ ପୂଜା କରାଯାଉଛି। 150 ଲକ୍ଷ କୋଟି ଋଣ 135 କୋଟି ଲୋକଙ୍କ ଉପରେ ଲଦି ଦିଆଯାଇଛି। ଜଣେ ବିବେକୀ ଲୋକ କେବେ ଏପରି ଧୃଷ୍ଟତା କରିବ ନାହିଁ। ଦେଶରେ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଜନକଲ୍ୟାଣମୂଳକ ଯୋଜନା ଗୁଡିକ ପ୍ରତି ମୋଦୀ ସରକାର ସେତେ ଗୁରୁତ୍ୱ ଦେଉନାହାନ୍ତି ଯେତିକି ଗୁରୁତ୍ୱ ସେ ରାମ ମନ୍ଦିର ପାଇଁ ଦେଇଛନ୍ତି। ଆଉ ଗୋଟେ ପ୍ରସଙ୍ଗ ମୁଁ ଏଠି କହିବାକୁ ଚାହୁଁଛି, 1526 ମସିହାରେ ବାବର ଯେତେବେଳେ ରାମ ମନ୍ଦିରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଲେ, ସେତେବେଳେ ରାମଲାଲା କଣ କରୁଥିଲେ? ଯଦି ରାମଚନ୍ଦ୍ରଙ୍କର ରାମ ନାମରେ ମହିମା ଅଛି, ଯଦି ଭାରତବର୍ଷ ରାମମୟ, ତାହେଲେ ତାଙ୍କ ଇଚ୍ଛାରେ ଗଛର ପତ୍ରଟିଏ ମଧ୍ୟ ହଲେ ନାହିଁ। ତ ସେଠି ବାବରଙ୍କ ସେନା ରାମ ମନ୍ଦିରକୁ ଧ୍ୱଂସ କରିଦେଲା କେମିତି? ତା ମାନେ ରାମଚନ୍ଦ୍ର ଚାହୁଁଥିଲେ ତାଙ୍କ ମନ୍ଦିରଟିକୁ ମୁସଲିମ ସେନା ଧ୍ୱଂସ କରୁ, এইটা ତାଙ୍କର ଇଚ୍ଛା ଥିଲା। ତା କାରଣ କଣ? ସେତେବେଳେ ତତ୍କାଳୀନ ସାମାଜିକ ବ୍ୟବସ୍ଥାରେ ଯେଉଁମାନେ ସମାଜର ବଡ ପଣ୍ଡା ଥିଲେ, ରାଜବଂଶ, ବ୍ରାହ୍ମଣ ବଂଶ,
ପୂଜକ ବଂଶ, ସାଧୁ ସନ୍ଥ ଏମାନେ ହିନ୍ଦୁ ଧର୍ମଟାକୁ ସନାତନ ଧର୍ମଟାକୁ ଏପରି ଭାବରେ ମାଡ଼ି ବସିଥିଲେ ଯେ ଦଳିତ ଅଛୁଆଁ କହିକିରି ହିନ୍ଦୁ ସମାଜର ନିମ୍ନ ଶ୍ରେଣୀ ଲୋକମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲାନି, ଯୋଉଟା କି ରାମଚନ୍ଦ୍ର ଅତିଷ୍ଠ ହେଲେ। ଅଯୋଧ୍ୟାରେ ଯୋଉ ମୂଳ ରାମ ମନ୍ଦିର ଥିଲା ସେ ମନ୍ଦିରକୁ ମୁସଲିମ ଧ୍ୱଂସ କରିବାକୁ ସକ୍ଷମ ହେଲେ କାହିଁକି? ସେଟା ରାମଚନ୍ଦ୍ରଙ୍କ ଇଚ୍ଛା ଥିଲା। ସେ ଚାହୁଁଥିଲେ ଯେ ଯୋଉ ସମାଜର ଯୋଉ ବଡ ପଣ୍ଡା ମାନେ ତାଙ୍କୁ ମାଡ଼ି ବସିଛନ୍ତି, ଦଳିତ ମାନଙ୍କୁ ସୁଯୋଗ ଦଉନାହାନ୍ତି ତାଙ୍କ ଦର୍ଶନ କରିବା ପାଇଁ, ଅତଏବ ସେ ମନ୍ଦିରଟି ଧ୍ୱଂସ ପାଇଯିବା ଦରକାର। କାହିଁକି ରାମ କେବେ ହେଲେ ମନ୍ଦିର ଭିତରେ ସୀମିତ ହେଇକି ରହିବାକୁ ଚାହୁଁନଥିଲେ, ସେ ତ ସମସ୍ତଙ୍କ ହୃଦୟରେ ଅଛନ୍ତି। ଆଉ ଗୋଟେ ମୋଦିଜୀ ଯୋଉ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ସେ ଯେ କେବଳ ସେଇଠି ରାମଚନ୍ଦ୍ର ରହିଛନ୍ତି ଆଉ କାହା ହୃଦୟରେ ନାହାନ୍ତି, ଆଉ ଯଦି ସେ ଭାବୁଥାନ୍ତି ତାହେଲେ ଭୁଲ ଭାବୁଛନ୍ତି। ଯାହା ଘଟୁଛି ଏବଂ ଆଗକୁ ଯାହା ଘଟିବ ମତେ ତ ଜଳ ଜଳ କରି ଦେଖାଯାଉଛି। ଅଯୋଧ୍ୟାରେ ଯୋଉ ନବନିର୍ମିତ ମନ୍ଦିର, ସେ ମନ୍ଦିରରେ ରାମଲାଲାଙ୍କୁ ପ୍ରତିଷ୍ଠା କରାଯାଉନି, ବିଜେପିର ଗର୍ବକୁ ପ୍ରତିଷ୍ଠା କରାଯାଉଛି। ତେଣୁ ବିଜେପିର ଗର୍ବ ନିଶ୍ଚିତ ରୂପେ ମାଟିରେ ମିଶିଯିବ। କାହିଁକି ନା ଭଗବାନ ସବୁ ସହନ୍ତି କିନ୍ତୁ ଗର୍ବ ଅହଙ୍କାରକୁ ସହନ୍ତି ନାହିଁ। ସେଇ ଗର୍ବ ଅହଙ୍କାର ଦେଖେଇଲେ ବୋଲି ବାବର ସେନା ରାମ ମନ୍ଦିରକୁ ଧ୍ୱଂସ କରିଦେଲେ। ସେଇ ଗର୍ବ ଅହଙ୍କାର ଏବେ ବିଜେପି ଦେଖଉଛି, ସିଏ ବି ମାଟିରେ ମିଶିଯିବ। କେହି ରହି ନାହିଁ ରହିବେ ନାଇଁଟି ଭବରଙ୍ଗ ଭୂମି ତଳେ। ତେଣୁ ମୋଦିଜୀ ଏ ଗର୍ବ କରୁଛନ୍ତି କଣ ପାଇଁ? ଏକ ଅକେଲା ସବ ପେ ଭାରୀ, ପକେଟରେ 303 ସାଂସଦକୁ ରଖି ଯେ କେହି ବି ଗର୍ବ କରିପାରିବ, କିନ୍ତୁ ପକେଟରେ କୌଣସି ସାଂସଦ ନ ରଖି ଯଦି ବାଜି ଜିତି ପାରିଲ ତାହେଲେ ଏକ ଅକେଲା ସବ ପେ ଭାରୀ କହିଲେ ତାର ଲାଭ ଅଛି।